ଆପଣଙ୍କ ଘରେ ଯଦି ବାଳିକା ମାନେ ଝିଅ ଅଛନ୍ତି ତ ଆପଣଙ୍କୁ ମିଳିବ ଟଙ୍କା। ସିଧାସଳଖ ସରକାର ଝିଅଙ୍କ ଆକାଉଣ୍ଟକୁ ଦେବେ ଟଙ୍କା। ସିଧାସଳଖ ଝିଅଙ୍କ ଆକାଉଣ୍ଟକୁ ଦେଉଛନ୍ତି ଟଙ୍କା। ଏହି ନୂଆ ସ୍କିମ୍ ଆସିଛି। ଏହି ସ୍କିମ୍ରେ ଝିଅମାନେ ବହୁତ କିଛି ଲାଭ ପାଇବାକୁ ଯାଉଛନ୍ତି। ଆପଣଙ୍କ ଘରେ ଯଦି ଝିଅ ଅଛନ୍ତି ସେମାନଙ୍କର ଆକାଉଣ୍ଟ ଯଦି ଅଛି ତ ସେମାନେ ପାଇବେ ଟଙ୍କା। ତେଣୁ ଏହି ଟଙ୍କା ପାଇବା ପାଇଁ ଆପଣଙ୍କର ଝିଅଙ୍କୁ କ'ଣ କରିବାକୁ ହେବ, କ'ଣ କରିବା ଦ୍ୱାରା ଆପଣ ପାଇବେ ଟଙ୍କା, ସେହି ବିଷୟରେ ଜାଣିବାକୁ ଚାହୁଁଥିଲେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ହେବ। ଭିଡ଼ିଓକୁ ଦେଖୁଥିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ନୂଆ କରି ଚ୍ୟାନେଲକୁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କରିବା ଦ୍ୱାରା ଆପଣଙ୍କୁ ଏହି ପ୍ରକାର ଭିଡ଼ିଓ ଏହି ଚ୍ୟାନେଲରେ ଆପଣଙ୍କୁ ଦେଖିବାକୁ ମିଳିବ। ତେଣୁ ଚ୍ୟାନେଲକୁ ତୁରନ୍ତ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ପ୍ରକାର ଭିଡ଼ିଓ ଏହି ଚ୍ୟାନେଲରେ ଦେଖିବାକୁ ଆନନ୍ଦ ଲାଭ କରନ୍ତୁ। ଆସନ୍ତୁ ବର୍ତ୍ତମାନ ଜାଣିବା ଆପଣଙ୍କ ଘରେ ଯଦି ଝିଅ ଅଛନ୍ତି ସେମାନେ କେମିତି ପାଇବେ ଟଙ୍କା, କ'ଣ କାମ କରିବା ଦ୍ୱାରା କେମିତି ଆପ୍ଲାଏ କରିବେ ଏବଂ କେମିତି ପାଇବେ ଟଙ୍କା। ଫୁଲ୍ ଡିଟେଲ୍ସ ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣଙ୍କ ଘରେ ଯଦି ଝିଅ ଅଛନ୍ତି ତ ଆପଣଙ୍କ ଝିଅଙ୍କୁ ମିଳିବ ଟଙ୍କା। ତେଣୁ ଏହି ଟଙ୍କା ପାଇବାକୁ ହେଲେ ଆପଣଙ୍କୁ କ'ଣ କରିବାକୁ ହେବ ସେହି ବିଷୟରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣଙ୍କ କନ୍ୟା ସନ୍ତାନମାନେ ଝିଅଙ୍କୁ ମିଳିବ 5,000 ଟଙ୍କା। ଏହି 5,000 ଟଙ୍କା ଦେବେ ସରକାର। ଗ୍ରାମାଞ୍ଚଳର ଝିଅମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାର ଲାଭ ଗାଁର ପ୍ରତ୍ୟେକ ଝିଅଙ୍କୁ ମିଳିବାକୁ ଯାଉଛି। ଏହି ଯୋଜନାରେ ପ୍ରତିବର୍ଷ ସରକାର ଝିଅଙ୍କୁ ସେମାନଙ୍କ ନାମରେ ଆକାଉଣ୍ଟ ଖୋଲାଇ 5,000 ଟଙ୍କା ପ୍ରଦାନ କରୁଛନ୍ତି। ଯଦି ଆପଣ ବି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକଲକୁ ଧ୍ୟାନ ସହିତ ପଢ଼ନ୍ତୁ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ଆପଣଙ୍କ ଘରେ ଯଦି ଝିଅ ଅଛନ୍ତି, ଆପଣ ମଧ୍ୟ ଯଦି ଏହି ଭିଡ଼ିଓକୁ ଦେଖୁଛନ୍ତି ଜଣେ ଝିଅ, ତ ଆପଣ ନିଶ୍ଚିତ ଭାବରେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆର୍ଟିକଲକୁ ସମ୍ପୂର୍ଣ୍ଣ ପଢ଼ିବାର ସହଯୋଗ କରନ୍ତୁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଯୁବତୀ, ଝିଅ ଓ ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରୀ କରାଯାଇଛି। ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ମଜବୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ରହିଛି। ଏଭଳି ଏକ ଯୋଜନା ହେଉଛି ଗାଁ ଝିଅ ଯୋଜନା। ଏହି ଯୋଜନାରେ ପ୍ରତିବର୍ଷ ଗାଁର ଝିଅଙ୍କୁ 5,000 ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାର ଲାଭ ଉଠାଇବାକୁ କ'ଣ କ'ଣ ଡକ୍ୟୁମେଣ୍ଟ ଆବଶ୍ୟକ ଓ ଯୋଗ୍ୟତା କ'ଣ ରହିଛି ତାହା ଜାଣିବା ବହୁତ ଜରୁରୀ। ଆପଣ ଏଠି ବୁଝିପାରିଲେ, ଏହି ଯୋଜନାର ଝିଅମାନଙ୍କୁ ମିଳିବ ଟଙ୍କା। ତେଣୁ ଗାଁ ଝିଅ ଯୋଜନା, ଏହି ଗାଁ ଝିଅ ଯୋଜନାରେ ଆପଣ ମଧ୍ୟ ଯୋଗ ଦେଇପାରିବେ। ଆପଣ ମଧ୍ୟ 5,000 ଟଙ୍କାର ଲାଭ ପାଇପାରିବେ। ଏହି ଯୋଜନାରେ ବିଶେଷ କରି ଛାତ୍ରୀମାନଙ୍କୁ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନାରେ ପୂର୍ବରୁ ଅନେକ ଛାତ୍ରୀ ଲାଭ ଉଠାଇ ସାରିଛନ୍ତି। ଯେଉଁମାନେ ଦ୍ୱାଦଶ ଶ୍ରେଣୀରେ 60%ରୁ ଅଧିକ ମାର୍କ ରଖିଛନ୍ତି ସେମାନେ ଏହି ଯୋଜନାରେ ଲାଭ ଉଠାଇ ପାରିବେ। 10 ମାସ ଯାଏଁ ସେମାନଙ୍କ ଆକାଉଣ୍ଟକୁ 500 ଟଙ୍କା ଲେଖାଏଁ ସେମାନଙ୍କ ଆକାଉଣ୍ଟକୁ ପଠାଯିବ। ତେବେ ସେମାନେ ପ୍ରତିବର୍ଷ 5,000 ଟଙ୍କା ପାଇପାରିବେ। ଆପଣ ଏଠି ବୁଝିପାରିଲେ, 10 ମାସ ଯାଏଁ ସେମାନଙ୍କ ଆକାଉଣ୍ଟ 500 ଟଙ୍କା ଲେଖାଏଁ ସେମାନଙ୍କ ଆକାଉଣ୍ଟକୁ ପଠାଯିବ। ଭାବେ ସେମାନେ ପ୍ରତିବର୍ଷ 5,000 ଟଙ୍କା ପାଇପାରିବେ। ଏହି ଯୋଜନାର ପୂର୍ବରୁ ଅନେକ ଛାତ୍ରୀ ଲାଭ ଉଠାଇ ସାରିଛନ୍ତି। ଯେଉଁମାନେ ଦ୍ୱାଦଶ ଶ୍ରେଣୀର 60%ରୁ ଅଧିକ ମାର୍କ ରଖିଛନ୍ତି ସେହି ଛାତ୍ରୀମାନେ ହିଁ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ। ଆପଣ ଯଦି 60%ରୁ ଅଧିକ ମାର୍କ ରଖିଛନ୍ତି ତ ଆପଣ ମଧ୍ୟ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ। ଗ୍ରାମାଞ୍ଚଳରେ ଝିଅଙ୍କୁ ଆତ୍ମନିର୍ଭର କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଝିଅଙ୍କ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାରୁ ଏହି ଯୋଜନା ଏକ ଅଭିଯାନ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏଯାଏଁ ଲକ୍ଷ ଲକ୍ଷ ଛାତ୍ରୀ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି। ଆପଣ ବୁଝିପାରିଲେ, ଏହି ଯୋଜନାର ଲକ୍ଷ ଲକ୍ଷ ଛାତ୍ରୀ ଅଲରେଡ଼ି ଲାଭ ଉଠାଇ ସାରିଛନ୍ତି। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଏହା ଯେ ଛାତ୍ରୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଛାତ୍ରୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ହିଁ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ। ଏହାଦ୍ୱାରା ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ପ୍ରତ୍ୟେକ ପ୍ରାନ୍ତର ଝିଅଙ୍କୁ ଶିକ୍ଷିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। କାରଣ ଅନେକ ସମୟରେ ଦେଖାଯାଇଛି ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ପାଠପଢ଼ା ଡୋରି ବାନ୍ଧି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା କାର୍ଯ୍ୟକାରୀ କରି। ଆପଣ ଏଠି ବୁଝିପାରୁଥିବେ, ସହରାଞ୍ଚଳ
ହେଉ କିମ୍ବା ଗ୍ରାମାଞ୍ଚଳର ପ୍ରତ୍ୟେକ ପ୍ରାନ୍ତର ଝିଅଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଏହି ଯୋଜନା ଦ୍ୱାରା ପ୍ରତ୍ୟେକ ଝିଅଙ୍କୁ ଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। କାରଣ ଅନେକ ସମୟରେ ଦେଖାଯାଇଛି ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ପାଠପଢ଼ାରେ ଡରି ବାନ୍ଧି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ହେଉଛି ଝିଅମାନଙ୍କର ଯୋଜନା, ବହୁତ ଭଲ ଯୋଜନା। ଏହି ଯୋଜନାରେ ସମସ୍ତେ ଲାଭ ପାଇପାରିବେ। ଆପଣଙ୍କର ଝିଅ ଅଛନ୍ତି ତ ଆବେଦନ କରନ୍ତୁ ଏବଂ ଲାଭ ପାଆନ୍ତୁ। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଛାତ୍ରୀ ଜଣକ 60% ମାର୍କ ଆଣିବା ଜରୁରୀ। ଆର୍ଥିକ ରୂପେ ଅନଗ୍ରସର ସ୍ଥିତି ପରିବାରର ଝିଅଙ୍କୁ ଏହି ଯୋଜନାର ଲାଭ ମିଳିପାରିବ। ତେବେ ସବୁ ବର୍ଗର ଛାତ୍ରୀଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ଏହି ଯୋଜନାରେ ସାମିଲ ହେବାକୁ ଆଧାର କାର୍ଡ଼, ଜାତି ପ୍ରମାଣପତ୍ର, 10ମ ଶ୍ରେଣୀର ପାସ୍ ସାର୍ଟିଫିକେଟ୍, ଠିକଣା ପ୍ରମାଣପତ୍ର, କଲେଜ ଆଇ କାର୍ଡ଼, ଇମେଲ୍ ଆଇଡି ସହ ମୋବାଇଲ ନମ୍ବର ଆବଶ୍ୟକ ରହିଛି। ତା ସହିତ ପାନ୍ କାର୍ଡ଼ ଏବଂ ବ୍ୟାଙ୍କ ପାସବୁକ୍ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଆପଣଙ୍କର ଏହିସବୁ ଯଦି ଡକୁମେଣ୍ଟ ଅଛି ତ ଆପଣ ନିଶ୍ଚିତ ଭାବରେ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ। ଆପଣ ଏଠି ବୁଝିପାରିଲେ। ଆପଣ ଯଦି ଏହି ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି ତ ଆପଣଙ୍କର ଆଧାର କାର୍ଡ଼, ଜାତି ପ୍ରମାଣପତ୍ର, 10ମ ଶ୍ରେଣୀର ପାସ୍ ସିଟ୍, ତା ସହିତ ଠିକଣା ପ୍ରମାଣପତ୍ର, କଲେଜ ଆଇ କାର୍ଡ଼, ଇମେଲ୍ ଆଇଡି ସହ ମୋବାଇଲ ନମ୍ବର ଆବଶ୍ୟକତା ରହିଛି। ତା ସହିତ ପାନ୍ କାର୍ଡ଼ ଏବଂ ବ୍ୟାଙ୍କ ପାସବୁକ୍ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହିସବୁ ଯଦି ଆପଣଙ୍କର ଅଛି ତ ଆପଣ ଏହି ଯୋଜନାରେ ବହୁତ ସହଜରେ ଆପଣ ଲାଭ ପାଇପାରିବେ। ଛାତ୍ରୀମାନଙ୍କର ଏହି ଅପଡେଟ୍ଟି ଆସିଥିଲା। ଏହି ଅପଡେଟ୍ଟି ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣେଇଲି। ଭିଡ଼ିଓକୁ କେମିତି ଲାଗିଲା? ଯଦି ଭିଡ଼ିଓକୁ ଆପଣଙ୍କୁ ଭଲ ଲାଗିଛି ତ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ନୂଆ କରି ଚ୍ୟାନେଲକୁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଦ୍ୱାରା ଏହି ପ୍ରକାର ଭିଡ଼ିଓ ଏହି ଚ୍ୟାନେଲରେ ସର୍ବପ୍ରଥମେ ଆପଣ ଦେଖିବାକୁ ପାଇବେ। ତେଣୁ ଚ୍ୟାନେଲକୁ ତୁରନ୍ତ ସବସ୍କ୍ରାଇବ୍ କରନ୍ତୁ। ଏହି ଭିଡ଼ିଓରେ ଏତିକି। ଭିଡ଼ିଓକୁ ଦେଖି ସାରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦେଖା ହେବ ଆଉ ଏକ ଭିଡ଼ିଓରେ ଖୁବ୍ ଶୀଘ୍ର।